हेलो गाइस नमस्ते वेलकम बैक टू माय यूट्यूब चैनल। तो गाइस वर्तमान समयटा बाजी 2टा बाजियाକୁ ଯାଉଛି। ତ ଏବେ ଆମେ ବାହାରୁଛୁ ଚାଟିକଣା ଆଉ ଏ ହେଉଛି ଶ୍ରାବଣ ମାସର ତୃତୀୟ ସୋମବାର। ତ ଚାଲନ୍ତୁ ଚାଟିକଣା ଯିବା ଆଉ ଦେଖିବା କି ଆଜିର ଭିଡ଼ କେତେ ମାତ୍ରାରେ ଜମୁଛି। ତ ବର୍ତ୍ତମାନ ଆମେ ରାୟଗଡ଼ାରୁ ବାହାରୁଛୁ। ମୋ ସାଙ୍ଗେ ଅଛନ୍ତି ମୋ ଭାଇ ଗୁପ୍ତ ବମ୍ ଯିଏକି ସବୁବେଳେ ବ୍ଲାଷ୍ଟ କରନ୍ତି। तो चलନ୍ତୁ ଏବେ ଗାଡ଼ିକୁ ଷ୍ଟାର୍ଟ କରି ବାହାରି ପଡ଼ିବା। ହର ହର ମହାଦେବ। ଦେଖନ୍ତୁ ବର୍ତ୍ତମାନ ଆମେ ପହଞ୍ଚିଛୁ ପେଣ୍ଟା ଛକ ପାଖରେ। ଆଉ ପେଣ୍ଟା ଛକ ପାଖରେ ଗୋଟିଏ ବୋର୍ଡ଼ଟି ମରା ହେଇଛି, ଆପଣ ତାହା ଦେଖିକି ଯାଇପାରିବେ। ତ ପେଣ୍ଟା ଛକ ପାଖରେ ଡାହାଣ ପଟକୁ ଯିବାକୁ ଥିବ ଗୁଣପୁର ରାସ୍ତା ଆଉ ବାମ ପଟକୁ ଯିବାକୁ ଥିବ ଚାଟିକଣା ରାସ୍ତା। ଆଉ ଚାଟିକଣା ଏଇଠୁ ଆମକୁ ପଡ଼ିବ 31 କିଲୋମିଟର। ତ ଚାଲନ୍ତୁ ଡେରି ନକରି ବାହାରି ପଡ଼ିବା। ଏଇଠି ପୁରା କ୍ଲିୟରଲି ବୋର୍ଡ଼ଟି ମରା ହେଇଛି, ଆପଣ ତାହା ଦେଖିକି ପୁରା ସିଧା ଷ୍ଟ୍ରେଟ୍ ଗୋଟିଏ ରୋଡ଼। ଆଉ ରୋଡ଼ ଆପଣଙ୍କୁ ଅଙ୍କା ବଙ୍କା ମିଳିବନି, ସିଧା ଏଇଠୁ ଆପଣ ପଳେଇବେ ଚାଟିକଣା। ସାଙ୍ଗମାନେ ବର୍ତ୍ତମାନ 1 ଘଣ୍ଟା 10 ମିନିଟ୍ର ଯାତ୍ରା ପରେ ଆମେ ପହଞ୍ଚି ଯାଇଛୁ ଚାଟିକଣା ଶୈବପୀଠରେ। ଆଉ ଏଇଠି ଦେଖିକି ବହୁତ ଖୁସି ଲାଗିଲା। ପୂର୍ବରୁ ଆପଣ ଯେଉଁ ଭିଡ଼ିଓ ଦେଖିଥିଲେ ଦେବଗିରିରୁ, ତା ଅପେକ୍ଷା ଏଠି ବହୁତ ଭଲ ସୁବିଧା କରାଯାଇଛି। ଦେଖନ୍ତୁ ପାର୍କିଂ ପାଇଁ ବ୍ୟବସ୍ଥା ବି କରାଯାଇଛି, ପୁଣି ଭକ୍ତମାନଙ୍କର ବିଶ୍ରାମ ପାଇଁ ବି ପୁରା ସୁବିଧା କରାଯାଇଛି। ଭକ୍ତମାନେ ଦେଖନ୍ତୁ କେମିତି ଶୋଇଛନ୍ତି, ଆଉ ପୁରା ପାର୍କିଂ ବ୍ୟବସ୍ଥାର ବି ପୁରା ଭଲସେ କରାଯାଇଛି। ତ ଦେଖିକି ଖୁସି ଲାଗିଲା ପୂର୍ବ ଭିଡ଼ିଓ ଅପେକ୍ଷା। ତ ଚାଲନ୍ତୁ ଆମେ ଯିବା ବର୍ତ୍ତମାନ ଗାଧେଇବା। ଗାଧେଇଲା ପରେ ଦର୍ଶନ କରିବାକୁ ଲାଇନ୍ରେ ଠିଆ ହେବା। ଆଉ ଏଇଠି ଭୋଗ ବଣ୍ଟନ ବି କରାଯାଉଛି ସାୟଦ, ଏତେ ତ ଭଲସେ ଜାଣିନୁ। ଦେଖନ୍ତୁ କେମିତି ଶୋଇଛନ୍ତି। ଦେଖନ୍ତୁ ଆମ ବମ୍ ମାନେ କେମିତି ପୁରା ଆନନ୍ଦରେ ବାଜା ବଜାଉଛନ୍ତି। ଆଉ କେତୋଟି ବମ୍ ଏଠି ପୁରା ଶୋଇ ପଡ଼ିଛନ୍ତି। ତଳେ ଶୋଇବାର ବ୍ୟବସ୍ଥା ଅଛି, କିନ୍ତୁ ଆସିକି ବୋଧହୁଏ ଲାଇନ୍ରେ ଠିଆ ହେବା ପାଇଁ ପଡ଼ିବ ବୋଲିକି ଜଲ୍ଦି ଆସିକି ଶୋଇ ପଡ଼ିଛନ୍ତି। ଅବଶ୍ୟ ଏଠି ଏତେ ଭିଡ଼ ନାହିଁ। ଏଠି ମୋତେ ଯାହା ଲାଗୁଛି ଜଲ୍ଦି ଦର୍ଶନ ହେଇଯିବ, ଏତେ ଭିଡ଼ ନାହିଁ ଏଠି। ଦେଖାଯାଉ କ'ଣ ହେଉଛି। ଆଉ ଇଏ ହେଉଛନ୍ତି ଆମ ନନ୍ଦୀ ମହାରାଜ। ସାଙ୍ଗମାନେ ବର୍ତ୍ତମାନ ଆମେ ଦର୍ଶନ ସାରିକି ଫେରିଛୁ। ଆଉ ଆମେ ଯେତେବେଳେ ଦର୍ଶନ କରିବାକୁ ଯାଇଥିଲୁ ସେତେବେଳେ ଏତେ ଭିଡ଼ ନଥିଲେ, କିନ୍ତୁ ବର୍ତ୍ତମାନ ଦେଖିବେ ବହୁତ ଭିଡ଼ ହେଇଯାଇଛନ୍ତି। ଚାଲନ୍ତୁ ମୁଁ ଆପଣଙ୍କୁ ଦେଖାଉଛି ସେ ଭିଡ଼ କେତେ ହେଇଛନ୍ତି। ଆଉ ଏଠି ପୁରା ଗାଧୋଇବାକୁ ବି ସୁବିଧା ଅଛି। ଆଉ ଏତେ ମାନେ ଦର୍ଶନର ପୁରା ସୁବିଧା, ଦର୍ଶନ ବି ଆପଣମାନେ ବହୁତ ଭଲସେ କରିପାରିବେ। ପାଖରେ ସାଇଡ଼୍ରେ ଗୋଟେ ଶିବଲିଙ୍ଗ ଅଛି, ଆଉ ମନ୍ଦିରର ଜଷ୍ଟ ଗେଟ୍ ପାଖରେ ବି ଗୋଟେ ଶିବଲିଙ୍ଗ ଅଛି। ତ ଆପଣ କେଉଁଠି ହେଲେ ପାଣି ପକାଇ ପାରିବେ। ଚାଲନ୍ତୁ ଭିଡ଼ କେତେ ଅଛି। ଆଉ ଏଇଠି ଦର୍ଶନ ଯଦି କରିବାକୁ ଆସିବେ ତ ଆପଣଙ୍କୁ ସୁନ୍ଦର ୱାଟରଫଲ୍ ଦେଖିବାକୁ ମିଳିବ। ସେଇ ୱାଟରଫଲ୍ ବି ମୁଁ ଆପଣଙ୍କୁ ଦେଖେଇବି। ତ ଚାଲନ୍ତୁ ଭିଡ଼ କେତେ ଅଛି ଦେଖିବା। ଚାଲନ୍ତୁ ଦେଖନ୍ତୁ କେତେ ଭିଡ଼ ଅଛି, ଆପଣଙ୍କୁ ମୁଁ ଦେଖାଉଛି। ବର୍ତ୍ତମାନ ମୁଁ ଆପଣଙ୍କୁ ଦେଖେଇବି କି ଗାଧେଇବା ପାଇଁ କେଉଁଠି ସୁବିଧା ଅଛି। ଦେଖନ୍ତୁ ପୁରା ଗାଧଉଛନ୍ତି କେମିତି ପୁରା।
टिके साइड दे माथा टिके साइड दे माथा टिके साइड देवे देखी पारे ये गोटे छोटिया शिवलिंग अच्छी ये दर्शन This is the offer for you. Take this.